କୌଣସି ଏକ ଗ୍ରାମରେ ଦିନେ ଜଣେ ପାଠୁଆ ବ୍ରାହ୍ମଣ ନିଜର ଜଣେ ଯଜମାନଙ୍କ ଘରୁ ଗୋଟିଏ ହୃଷ୍ଟପୁଷ୍ଟ ଛେଳି ଦାନ ଆକାରରେ ପାଇଲେ। ଛେଳିଟିକୁ କାନ୍ଧରେ ପକାଇ ସେ ବହୁତ ଖୁସିରେ ନିଜ ଗାଁ ଆଡ଼କୁ ଫେରୁଥିଲେ। ବାଟରେ ପାଣୁ, ରାଧୁ ଓ ଅଗାଧୁ ନାମକ 3 ଜଣ ଠକଙ୍କ ନଜର ସେହି ଛେଳିଟି ଉପରେ ପଡ଼ିଲା। ସେମାନେ ମିଶି ଛେଳିଟିକୁ ହଡପ କରିବା ପାଇଁ ଏକ ମନ୍ଦ ଯୋଜନା ବା ପ୍ଲାନ୍ କଲେ ଏବଂ ରାସ୍ତାରେ କିଛି ଦୂରତା ବ୍ୟବଧାନରେ ଜଣକ ପରେ ଜଣେ ଛିଡ଼ା ହୋଇଗଲେ। ପ୍ରଥମେ ହାତରେ ଏକ ଲାଠି ଧରି ଚଉଡ଼ା ଛାତି ଥିବା ପାଣୁ ଆସି ବ୍ରାହ୍ମଣଙ୍କୁ ଭେଟିଲା। ସେ ମୁରୁକି ହସି ପଚାରିଲା, ଗୋସେଇ ମହାପ୍ରଭୁ, ଆପଣ ଏ କୁକୁରଟାକୁ କାନ୍ଧରେ ପକାଇ କେଉଁ ଆଡ଼େ ଯାଉଛନ୍ତି? ଏକଥା ଶୁଣି ବ୍ରାହ୍ମଣ ଜଣକ ଆଶ୍ଚର୍ଯ୍ୟ ହେବା ସହ ରାଗିଗଲେ। ସେ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପାଣୁକୁ ଅନ୍ଧ ବୋଲି କହିଲେ ଏବଂ ତାହା ଗୋଟିଏ ଛେଳି ବୋଲି ଦୃଢ଼ତାର ସହ ଜଣାଇ ଆଗକୁ ବଢ଼ିଲେ। ବ୍ରାହ୍ମଣ କିଛି ବାଟ ଆଗକୁ ଯାଇଛନ୍ତି। ଦ୍ୱିତୀୟ ଠକ ରାଧୁ ହାବୁଡ଼ରେ ପଡ଼ିଲେ। ରାଧୁ ମଧ୍ୟ ବାଟରେ ଯାଉ ଯାଉ ସମାନ କଥା ପଚାରିଲା ଯେ ବ୍ରାହ୍ମଣ ଜଣକ କୁକୁରଟିକୁ କାହିଁକି ବୋହି ନେଉଛନ୍ତି? ଏଥର ବ୍ରାହ୍ମଣଙ୍କ ମନରେ ସାମାନ୍ୟ ସନ୍ଦେହ ପଶିଲା ଓ ତାଙ୍କ ଆତ୍ମବିଶ୍ୱାସ ଦୋହଲିବାକୁ ଲାଗିଲା। ସେ କିଛି ଉତ୍ତର ନ ଦେଇ ଦ୍ୱନ୍ଦ୍ୱରେ ପଡ଼ି ଆଗକୁ ଚାଲିଲେ। ଶେଷରେ ତୃତୀୟ ଠକ ଅଗାଧୁ ଆସି ପହଞ୍ଚିଲା। ସେ ବହୁତ ଭକ୍ତିପୂର୍ଣ୍ଣ ଭାବରେ ବ୍ରାହ୍ମଣଙ୍କୁ ପ୍ରଣାମ କଲା ଏବଂ କହିଲା, ଆପଣ ଜଣେ ବ୍ରାହ୍ମଣ ହୋଇ ଗୋଟିଏ ଅପବିତ୍ର କୁକୁରକୁ କାନ୍ଧରେ ପକାଇଛନ୍ତି କାହିଁକି? ଏହା ଶୁଣି ବ୍ରାହ୍ମଣଙ୍କ ସନ୍ଦେହ ସମ୍ପୂର୍ଣ୍ଣ ବିଶ୍ୱାସରେ ପରିଣତ ହୋଇଗଲା। ଜଣେ ବା 2 ଜଣ ନୁହେଁ, 3 ଜଣ ଲୋକ ଗୋଟିଏ କଥା କହିବାରୁ ସେ ଭାବିଲେ ନିଶ୍ଚୟ ଏହା କୌଣସି କୁକୁର ବା ରାକ୍ଷସ ଯିଏ ମାୟାରେ ଛେଳି ରୂପ ଧାରଣ କରିଛି। ନିଜର ଭ୍ରମ ଓ ସମାଜରେ ଲଜ୍ଜା ଭୟରେ ସେ ଛେଳିଟିକୁ ରାସ୍ତାରେ ଫୋପାଡ଼ି ଦେଇ ପଳାଇଗଲେ ଏବଂ ଠକମାନେ ଆରାମରେ ଛେଳିଟିକୁ ନେଇଗଲେ।